ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ୍ ଛାନିଆ ହେଲେଣି ମାଫିଆ। ବେଆଇନ ମଦ ପ୍ରସ୍ତୁତ ବେଳେ ଚଢ଼ାଉ, ବିପୁଳ ମଦ ଜବତ 8 ଗିରଫ। ଏବେ କଠୋର ହେଉଛି ଭଞ୍ଜନଗର ଅବକାରୀ ବିଭାଗ। ସ୍ପେଶାଲ ଡ୍ରାଇଭ୍ ପ୍ରକାରେ ଆଇନ ମଦ ଓ ଗଞ୍ଜେଇ କାରବାର ଉପରେ ଚଢ଼ାଉକୁ ଜୋରଦାର କରୁଛି। ସେହି କ୍ରମରେ ଶୁକ୍ରବାର ଦିନ ବେଆଇନ ମଦ ପ୍ରସ୍ତୁତ ବେଳେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି ନୂଆକା ନିକଟରେ ବଡ଼ ଧରଣର ଚଢ଼ାଉ କରିଛି। ପୂର୍ବ ସୂଚନା ମୁତାବକ ଭଞ୍ଜନଗର, ବୁଗୁଡ଼ା ଓ ବ୍ରହ୍ମପୁର ଅବକାରୀ ବିଭାଗର ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ 910 ଲିଟର ବେଆଇନ ଦେଶୀ ମଦ, ମଦରଙ୍ଗା ସାମଗ୍ରୀ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ 8 ଜଣଙ୍କୁ ଗିରଫ କରିଛି। ଏହା ସହ 4350 କେଜି ମଦ ପୋଚ ନଷ୍ଟ କରାଯାଇଛି। ଗିରଫଙ୍କ ମଧ୍ୟରେ 5 ଜଣ ମହିଳା ଥିଲାବେଳେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଅବକାରୀ ଥାନା ଅଧିକାରୀ ଅଲିଭା ମାଝୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ, ଗୋଇନ୍ଦା ନିରୀକ୍ଷକ ନାରାୟଣ ଜେନା, ଏସ୍ଆଇ ଅଜିତ ନାୟକ ସମେତ ବନ ବିଭାଗର ଅନ୍ୟ କର୍ମଚାରୀମାନେ ମଧ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ତେବେ ଅବକାରୀ ବିଭାଗ ପକ୍ଷରୁ ବର୍ତ୍ତମାନ ସ୍ପେଶାଲ ଡ୍ରାଇଭ୍ ଚାଲିଥିବାରୁ ବେଆଇନ ମଦ ଏବଂ ଗଞ୍ଜେଇ ଚାଲାଣ ରୋକିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି। ଅବକାରୀ ବିଭାଗ ଭଞ୍ଜନଗରରୁ ଅକ୍ଷୟ କୁମାର ନାୟକଙ୍କ ରିପୋର୍ଟ, ବିଇ ନ୍ୟୁଜ ଓଡ଼ିଶା।